आज ମୁଁ ଆପଣମାନଙ୍କ ପାଇଁ ଏମିତି ଘରୋଇ ଉପଚାର ଆଣିଛି ଆପଣମାନଙ୍କର ଫେସ୍ ହଉ ହ୍ୟାଣ୍ଡ ହଉ ଆପଣମାନେ କେଉଁଠିବାକୁ ବ୍ୟବହାର କରିପାରିବେ ଯେଉଁଥିରେ କି ଆପଣମାନଙ୍କର ଫେସ୍ ପୁରା ଗ୍ଲୋ କରିବ। ନମସ୍କାର, ଜୟ ଜଗନ୍ନାଥ। ମୁଁ ମିନତି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଏକ ଫ୍ରେଶ୍ ଭିଡ଼ିଓକୁ। ଆଶା କରୁଛି ସବୁଦିନ ଭଳି ଆଜି ବି ଆପଣମାନେ ଭଲରେ ଥିବେ। ଯଦି ଆପଣମାନେ ବି ଚାହୁଁଛନ୍ତି ଆପଣମାନଙ୍କ ଫେସ୍କୁ ପୁରା କ୍ଷୀର ଭଳି ଏଇଭଳି ଭାବେ ଗ୍ଲୋ କରିବା ପାଇଁ, ତାହେଲେ ଆପଣମାନେ ନିହାତି ଭାବେ ଏଇଟାକୁ ଆପ୍ଲାଏ କରନ୍ତୁ। ତ ଏଇଟା ଆମର ଆପ୍ଲାଏ କରାହେବ ଦେଖନ୍ତୁ ଫେୟାର୍ ଆଣ୍ଡ ଲଭ୍ଲିରେ। ଫେୟାର୍ ଆଣ୍ଡ ଲଭ୍ଲିର ଜାଣିଥିବେ ଏଇଟା ବହୁତ ଆଗରୁ ମାନେ ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ବି ଦେଖିଛି। ମୋର ପ୍ୟାରେଣ୍ଟସ୍ ମାନେ ଏଗୁଡ଼ା ବ୍ୟବହାର କରୁଥିଲେ। ତ ଏସବୁ ବହୁତ ପୁରୁଣା ହେଲାଣି, ବହୁତ ଆଗରୁ ସେମାନେ ଏଗୁଡ଼ା ସବୁ ବ୍ୟବହାର କରୁଥିଲେ। ଆର ତ ନିହାତି କିଛି ତ ବେନିଫିଟ୍ ଅଛି। ତାକୁ ନେଇକି ଆମମାନେ ଗୋଟେ ଘରୋଇ ଜିନିଷରେ ଘରୋଇ ଉପାୟରେ ଆମମାନେ କେମିତି ଘରେ ରହିକି ଆମମାନେ ବ୍ୟବହାର କରିବା। ଆଗ କାଳରେ ଏସବୁ ଏବେ ସବୁ ଯେତେ ସାରା ସବୁ ପ୍ରଡ଼କ୍ଟ ବାହାରିଲାଣି, ସେତେବେଳେ ସବୁ ସେସବୁ ସବୁ ନଥିଲା। ଏସବୁ ଜିନିଷକୁ ଲଗେଇକି ସେମାନେ ତାଙ୍କର ଫେସ୍କୁ କରୁଥିଲେ। ତ ସେତେବେଳେ ଏତେ କିଛି ବ୍ୟବହାର କରୁନଥିଲେ। ତ ଏବେ ମୁଁ କହୁନି ଯେ ଏଇଟାକୁ ଲଗେଇକି ଆପଣମାନେ କଳାରୁ ପୁରା ଗୋରା ହେଇଯିବେ, ସେମିତି ନୁହଁ। କିନ୍ତୁ ଆପଣମାନଙ୍କ ଫେସ୍ର ନିହାତି ଭାବେ କିଛି ଗୋଟେ ଚମକ ଆସିବ, ଗ୍ଲୋ ଆସିବ, ଯେଉଁଟାକି ଆପଣମାନଙ୍କର ଯେମିତି ଖରାକୁ ବାହାରିଲେ ଆପଣମାନଙ୍କର ସ୍କିନ୍ ଡଲ୍ ହେଇଯାଇଥାଏ। ତ ସେସବୁ ଜିନିଷ ଆପଣମାନେ ନିହାତି ଭାବେ ତା ଦେହରୁ ଆପଣମାନେ ବାହାରି ପାରିବେ। ଆପଣମାନଙ୍କ ସ୍କିନ୍କୁ ଗୋଟେ ବଢ଼ିଆ ଗୋଟେ ମାନେ ଟାଇଟ୍ ସ୍କିନ୍ ହେଇକି ସ୍ମୁଥ୍ ସ୍କିନ୍ ହେଇକି ସେମିତି ଟାଇପ୍ର ଗୋଟେ ସ୍କିନ୍ ଆପଣମାନଙ୍କର ବନେଇ ପାରିବେ ଫେସ୍କୁ। ତ ଚାଲନ୍ତୁ ଦେଖି ନେଇଯିବା। ଏଠି ମୁଁ ନେଇଯାଇଛି କିଛି ଫେୟାର୍ ଆଣ୍ଡ ଲଭ୍ଲି କ୍ରିମ୍, ଆଉ ତା ଦେହରେ ମୁଁ ନେଇଛି ଏଠି କ୍ଷୀର ଏଠି ବ୍ୟବହାର କରିଛି କଞ୍ଚା କ୍ଷୀର। କଞ୍ଚା କ୍ଷୀର ହିଁ ବ୍ୟବହାର କରିବେ। ଯେକୌଣସି ଆପଣମାନେ ଫେସ୍ ପାଇଁ ପ୍ୟାକ୍ ବନାଉଛନ୍ତି ସେଥିରେ କଞ୍ଚା କ୍ଷୀର ହିଁ ବନେଇବେ, ଯେଉଁଟା ଆପଣମାନଙ୍କର ଫେସ୍କୁ ବହୁତ ହି ବଢ଼ିଆ କାମରେ ଆସିବ। ତ ଏଠି ଭଲ ଭାବରେ ମିକ୍ସ କରି ନେଇଯିବା କ୍ଷୀର ଆଉ କ୍ରିମ୍କୁ। ତା ଦେହରେ ଆମେମାନେ ପକାଇବା ସେଟା ହେଉଛି ଆଲୋଭେରା ଜେଲ୍। ଆଲୋଭେରା ଜେଲ୍ ଯେକୌଣସି କମ୍ପାନୀର ଆପଣମାନଙ୍କର ଅଛି ତାକୁ ଆପଣମାନେ ପକାଇ ନେଇଯିବେ। ତାକୁ ଭଲ ଭାବରେ ମିକ୍ସ କରି ନେଇଯିବେ। ମିକ୍ସ କରିକି ଆକୁ ଆପଣମାନେ ଲଗାଇବେ। ଦେଖନ୍ତୁ ଯେକୌଣସି ଆମର ବିୟୁଟି ଟିପ୍ସ ମୁଁ ଆପଣମାନଙ୍କ ସହିତ ସେୟାର କରୁଛି। ସବୁଗୁଡ଼ାକ ମୁଁ କହୁନି ଯେ ସବୁଗୁଡ଼ାକ ସବୁବେଳେ ଆପଣମାନେ ସବୁବେଳେ ଆପଣମାନେ ଭେରାଇଟି ଚେଞ୍ଜ କରିକି ଲଗାନ୍ତୁ। ମୁଁ ସବୁବେଳେ ଆପଣମାନଙ୍କୁ କହୁଛି ଯେଉଁଟା ଆପଣମାନଙ୍କର ଫେସ୍କୁ କାମ କରୁଛି ବାସ୍ ସେଇଠି ହିଁ ଷ୍ଟପ୍ ହେଇଯାଆନ୍ତୁ। ଆଉ ଇଆଡ଼ୁ ସିଆଡ଼ୁ ଜମା ବି ଲଗାନ୍ତୁନି, କାହିଁକିନା ବିୟୁଟି ଟିପ୍ସ ମାନେ ହିଁ ଆମେ ଭେରାଇଟି ହିଁ ଆପଣମାନଙ୍କ ସହିତ ସେୟାର କରିବୁ। ଏଇଟା ଲଗାନ୍ତୁ ସେଇଟା ଲଗାନ୍ତୁ, କିନ୍ତୁ ଯେଉଁଟା ଆପଣମାନଙ୍କୁ ସୁଟେବଲ୍ ହେଉଛି। କାହିଁକିନା ଫେସ୍ରେ ଯଦି ପିମ୍ପଲ୍ସ ଆସିଯାଏ, କିଛି ଅଲଗା କିଛି ରିଆକ୍ସନ୍ ହୁଏ, ତାହେଲେ ଫେସ୍ଟି ନଷ୍ଟ ହେଇଯାଏ। ଯେତେବେଳେ ଆପଣମାନେ କୌଣସି ଜିନିଷ ଆପ୍ଲାଏ କରୁଛନ୍ତି, ପ୍ରଥମେ ତାକୁ କ'ଣ କରିବେ ନା ହାତରେ ପ୍ରଥମେ ଆପ୍ଲାଏ କରିବେ। ହାତରୁ ହିଁ ଆପଣମାନେ ଜାଣିପାରିବେ ଯେ କେତେ ଦୂର ସେଇଟା କାମ କରିବ। ତାପରେ ଆପଣମାନେ ତାକୁ କ'ଣ କରିବେ ନା ଫେସ୍ରେ ଲଗାଇବେ। ତ ମୁଁ ଆପଣମାନଙ୍କୁ ସେମିତି ହିଁ ହାତରେ ଆଜି ଲଗେଇକି ଆପଣମାନଙ୍କୁ ପ୍ରଥମେ ଦେଖେଇବି। ତ ଆପଣମାନଙ୍କୁ ଦୁଇଟା ହାତରେ ହିଁ ଆପଣମାନେ ଜାଣିଦେବେ ଯେ କେମିତି କ'ଣ କାମ କରୁଛି। ତ ଚାଲନ୍ତୁ ଆକୁ କ'ଣ କରିବାର ଅଛି ନା ଜମା ଲଗେଇକି ଘଣ୍ଟା ରଖିବାର ନାହିଁ, ସାଙ୍ଗେ ସାଙ୍ଗେ ବନେଇବାର ଅଛି ଆଉ ସାଙ୍ଗେ ସାଙ୍ଗେ ଏଇଭଳି ଭାବେ ଲଗେଇ ଦେବାର ଅଛି। ଆଉ ଲଗେଇ ସାରିଲା ପରେ ଯେମିତି ନ୍ୟାଚୁରାଲି ଆମମାନେ ଯେକୌଣସି ବି ଫେସ୍ ପ୍ୟାକ୍ ଆମମାନେ ବ୍ୟବହାର କରିଥାଉ, ତାକୁ କ'ଣ କରିଥାଉ ନା ଟିକେ ମସାଜ ତ କରିଥାଉ। ମସାଜ ନହେଲେ କୌଣସି ଜିନିଷ ଅବଜର୍ଭ କରିବନି, ଭିତରକୁ ନେବନି। ତ ଆପଣମାନଙ୍କର ଯାହା ବି ଅଛି ତାକୁ ବାହାର କରିବନି। ଯାହା ବି ଆପଣମାନଙ୍କର ବ୍ଲାକ୍ ସ୍ପଟ୍ ହଉ, ଯାହା ବି ଆପଣମାନଙ୍କର ଅଛି ସେଇଟା ତ ବାହାରକୁ ଆସିବନି। ତେଣୁ ଗୋଟେ ମସାଜ ତ ନିହାତି ଭାବେ ଦରକାର। ଜମା ଘଣ୍ଟା ବି ମସାଜ ନୁହଁ, ମାତ୍ର 5 ମିନିଟ୍ ଆପଣମାନେ ମସାଜ କରିବେ। 5 ମିନିଟ୍ ଭିତରେ ଆପଣମାନଙ୍କର ବେନିଫିଟ୍ ଦେଖିବେ। ଦେଖନ୍ତୁ ମୁଁ ଯେକୌଣସି ଜିନିଷ ବି ଆପଣମାନଙ୍କ ସହିତ ସେୟାର କରୁଛି ଖୁବ୍ ଅଳ୍ପ ପଇସାରେ, ଯେଉଁଟାକି ଆପଣମାନଙ୍କୁ ବେଶୀ ଜମା ଖର୍ଚ୍ଚ ପଡ଼ିବନି। ଅଳ୍ପ କଷ୍ଟରେ ହିଁ ଆପଣମାନଙ୍କ ସହିତ ମୁଁ ସେୟାର କରୁଛି, ଯେଉଁଟାକି ଆପଣମାନଙ୍କୁ ବେଶୀ ଖର୍ଚ୍ଚ ବି ଲାଗିବନି। ଆରାମସେ ଆପଣମାନେ ଗୋଟେ ପାଉଚ୍ ଆଣିବେ, ଆଉ ଆରାମସେ ଆପଣମାନେ ଯେକୌଣସି କ୍ଷୀର ଆପଣଙ୍କ ଘରକୁ ଆସିଥିବ ତା ଦେହରୁ ଗୋଟେ ଚାମଚ ହଉ କିମ୍ବା 2 ଚାମଚ ଆପଣମାନଙ୍କର ମାନେ ଫେସ୍ ହ୍ୟାଣ୍ଡ କେଉଁଠି ଲଗାଉଛନ୍ତି ସେ କ୍ୱାଣ୍ଟିଟି ଅନୁସାରେ କ୍ଷୀରର ମାତ୍ରା ଦେବେ। ସେହି ଅନୁସାରେ ଆପଣମାନେ କ'ଣ କରିବେ ନା ଯେକୌଣସି ପ୍ୟାକ୍ ବନେଇଦେବେ, ତ ଆପଣମାନେ ବ୍ୟବହାର କରିବେ। ଦେଖନ୍ତୁ ବର୍ତ୍ତମାନ ମୁଁ ବି ହାତ ଧୋଇକି ପଳେଇ ଆସିଛି। ଆପଣମାନେ ଦୁଇଟା ହାତରୁ ଆପଣମାନେ ଦେଖିକି ଜାଣିପାରୁଥିବେ ଫରକଟା କେମିତି ଦେଖାହେଉଛି। ବହୁତ ବଢ଼ିଆ କାମ କରୁଛି, ସତରେ ବିଲିଭ୍ କରନ୍ତୁ ବହୁତ ବଢ଼ିଆ କାମ କରୁଛି। କାହିଁକିନା ମୁଁ ଏଇଟା ଲଗେଇକି ପୁରା ବହୁତ ସମୟ ପର୍ଯ୍ୟନ୍ତ ରହିଲି, ସେମିତି ହିଁ ରହିଛି। ମୁଁ ଭାବୁଛି ବୋଧେ ଯେତେବେଳେ ଫେସ୍ରେ ଲଗେଇବ
କୌଣସି କ୍ରିମ୍ ଲଗାଇବାର ଆବଶ୍ୟକ ପଡ଼ିବନି, କାହିଁକିନା ସେଥିରେ ଯେହେତୁ କ୍ଷୀର ପଡ଼ିଥିଲା, ଆଲୋଭେରା ଜେଲ୍ ପଡ଼ିଥିଲା, ଯେଉଁଟାକି ମୋର ସ୍କିନ୍କୁ ପୁରା ଗ୍ଲୋ କରିବା ସହିତ ଗୋଟେ ମଏଶ୍ଚରାଇଜିଂ ସହିତ ବଢ଼ିଆ ସ୍ମୁଥ୍ ମଧ୍ୟ ଲାଗୁଛି। ଆଶା କରୁଛି ଆଜିର ଟିପ୍ସଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ନିହାତି ଭାବେ ସୁନ୍ଦର ଲାଇକ୍ ଦେଇ ଦିଅନ୍ତୁ। ଆଉ ଆପଣମାନେ ଟ୍ରାଏ କରନ୍ତୁ, ତାପରେ ଯାଇ ମୋତେ କମେଣ୍ଟ କରିବେ, ମୋତେ ବହୁତ ଭଲ ଲାଗିବ। ଯେଉଁମାନେ ଆଜିର ଭିଡ଼ିଓରେ ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ଯେବେ ଯାହା ଭିଡ଼ିଓ ଅପଲୋଡ଼ କରିବେ ଆପଣମାନଙ୍କ ପାଖକୁ ନୋଟିଫିକେସନ୍ ଜଲ୍ଦି ପଳେଇବ। ତ ଚାଲନ୍ତୁ ଆଜିର ଭିଡ଼ିଓକୁ ମୁଁ ଏଇଠି ରଖୁଛି। ଆଉ ଏକ ନୂଆ ଭିଡ଼ିଓରେ ଆପଣମାନଙ୍କ ସହିତ ଦେଖା ହେବି। ରହୁଛି। ଜୟ ଜଗନ୍ନାଥ।